ଶାଳୀ ଘରେ ଭିଣେଇର ଅଜବ କାଣ୍ଡ। ଧାର ଟଙ୍କା ମାଗି ନ ଦେବାରୁ ତାତିଗଲା ଭିଣେଇ, ହରାଇ ବସିଲା ନିଜର ମାନସିକ ସନ୍ତୁଳନ, ଘଟାଇଲା ଅଦ୍ଭୁତ କାଣ୍ଡ। ଘରେ ଶୋଇଥିବା ସମୟରେ ଶାଳୀ ଘରକୁ ପେଟ୍ରୋଲ ଢାଳି ଜାଳିଦେଲା ଭିଣେଇ। ଏମିତି ଏକ ଘଟଣା ଘଟିଛି କେଉଁଝର ଜିଲ୍ଲା ତୁରୁମୁଙ୍ଗା ଥାନା କିଆପଡ଼ା ଗାଁରେ। ରବିବାର ବିଳମ୍ବିତ ରାତିରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ସୂଚନା ଥାଉ କି ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଶାଳୀ ମଙ୍ଗୁଳି କାରୁଆଙ୍କ ଘରକୁ ଆସି 10,000 ଟଙ୍କା ଧାର ସୂତ୍ରରେ ମାଗିଥିଲେ ଭିଣେଇ, କିନ୍ତୁ ଟଙ୍କା ନ ଦେବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଭିଣେଇ ରାଗିଯାଇ ଘରେ ସମସ୍ତେ ଶୋଇଥିବା ସମୟରେ ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା ଭିଣେଇ। ଏଥିରେ ପରିବାର ଲୋକେ ଏକ ବଡ଼ ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ, କିନ୍ତୁ ନିଆଁ ଲାଗି ଛପର ଘର ସହ ଜରୁରୀ କାଗଜପତ୍ର, ନଗଦ ଟଙ୍କା ପୋଡ଼ି ଯାଇଥିବା ନେଇ ତୁରୁମୁଙ୍ଗା ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଘଟଣା ଘଟାଇଥିବା ଭିଣେଇ ଏବେ ଫେରାର ହୋଇଯାଇଛି। କେଉଁଝରରୁ ଦଶରଥ ବାରିକଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।